ଆପଣ ମତେ ଆପଣ ନ୍ୟୁଜ ରେ ସାଇକୋ କହିଦେଲେ କାହାକୁ? ମତେ। ମୋ ନା ଜୟଦେବ ଲେଙ୍କା ଆଜ୍ଞା। ଆପଣ ସାଇକୋ କହିଦେଲେ। ଲିକୁର ଆପଣଙ୍କର ଭଲ ସମ୍ପର୍କ ମୁଁ ଜାଣିଛି, କିନ୍ତୁ ଆପଣ ଟିକେ ଦେଖିବେନି ଆପଣଙ୍କୁ ଆରେ ବି ଯୋଉ ପିଲାକୁ ଆପଣ ମୁଁ ନ୍ୟୁଜ ମୁଁ କରୁଛନ୍ତି। କହିଛି ମାନେ ମୋ ପାଟିରୁ ନା କହିଛି। ନା ଆଜ୍ଞା, ଆପଣଙ୍କ ମିଡିଆ ସଂସ୍ଥା, ଆପଣ ୟୁ ଆର ଓନର ଅଫ ଦିସ୍ ଚ୍ୟାନେଲ। ଶୁଣ ଜୟଦେବ, ତମ ତ ନମ୍ବର ମୋର ନଥିଲା। ଶୁଣ, ନ୍ୟୁଜରେ ବର୍ତ୍ତମାନ ପାଇଁ ଆମେ 32 ଜଣ ପିଲା ରଖିଛୁ। ଆଜ୍ଞା। ଯେତେବେଳେ ଲିକୁ ସାହୁ ସପକ୍ଷରେ ଆମେ ନ୍ୟୁଜ କରୁ, ଏଇଟା ସତ କଥା। ହଁ। କିନ୍ତୁ ତମର ଏଇ ଯୋଉ ପିଲାମାନେ ଇନପୁଟ ରେ ବସନ୍ତି, ସେମାନେ କଣ ଟାଇଟଲ କି କଣ ଥମ୍ବନେଲ ଦେବେ, ସବୁଗୁଡାକ ମୁଁ ଦେଖିପାରୁଛି। ମୁଁ ଆଜି ଆପଣଙ୍କୁ ସତ ଯଦି କଥା ମୁଁ କହିବି ଆଜ୍ଞା, ହଁ ମୁଁ ହଁ ଲିକୁ ସାହୁର ଆଗାମୀ 5 ବର୍ଷ ଭିତରେ ନା ତା କ୍ୟାରିୟର ଖତମ କରିଦେବି। ମୁଁ ଆଜି ଆପଣଙ୍କୁ କଥା ଦଉଛି, ଆପଣ ସେଇଟା ଯେତେ ତା ତମର ସାଙ୍ଗରେ କଣ, ଖାସ ହୁଅନ୍ତୁ। ତମେ ତମର ବୁଝିପାରିଲେ? ହିସାବ କଥା ଅଲଗା। ହଁ। କିନ୍ତୁ ତମେ ଯୋଉ କହିଲ ଭାଇ ତମେ ଲେଖିଛ, ପିଲା ଅଛନ୍ତି ଅଫିସ ରେ ନାଇଁ ଯାହାହେଲେ ଯେତେବେଳେ। ଆପଣ ମିଡିଆ ଟା, ଆପଣ ମତେ ଆରେ କଂଗ୍ରେସ ନା ଭାଇ ବୁଝିଲି, ଏଟା ଦେଖିଛନ୍ତି। ତ ମୁଁ ଉତ୍ତର ଦାୟୀ, ଆପଣଙ୍କ ମୁଁ ତ ମତେ ଉତ୍ତର ଦାୟୀ ସତା ମନା କରୁନି, କିନ୍ତୁ ଆଜ୍ଞା ସବୁ ତ ମୁଁ ଜାଣିପାରୁନି ନା। ଆଜ୍ଞା। ମୁଁ ଦେଖିକି ମତେ ମାନେ ଏତେ ଆଶ୍ଚର୍ଯ୍ୟ ଲାଗିଲା। ମୁଁ କହିଲି ଏଇଟା ଫୋକସ ମୁଁ ପୁଣି ଦେଖିନି। ମତେ ଗୋଟେ ଲୋକ କଂଗ୍ରେସ ପିଲା ପଠେଇଲା, କହିଲା ଆରେ ତୁ ସୁଧାଂଶୁ ଭାଇ କଣ ତାକୁ ଦେଖିଲେ ହଉ। ମୁଁ କହିଲି ମୁଁ ତ କଥା ହେଇନି, ସେ ଆରେ କେମିତି ମତେ କହିଲରେ ଜାଣିବେ? ସୁଧାଂଶୁ ଭାଇ ଦିନକୁ 60ଟା ନ୍ୟୁଜ ପଢୁଛି, ସବୁଗୁଡାକ ସୁଧାଂଶୁ ଭାଇ ଲେଖୁଛି ନା, ଏଡିଟିଂ କରୁଛି ନା, ତାର ସ୍ଲୋଗ ଦଉଛି ନା ଥମ୍ବନେଲ ପକଉଛି। ହୁଁ। ମୁଁ ପଚାରି ଦଉଛି, ସେଇଟା ତମର ସେଠି ଅଧିକାର ଅଛି। ମତେ ଫୋନ କଲ, ମୁଁ ପଚାରି ଦେଇ ଛୁଆଙ୍କୁ କହୁଛି ଏଟା କାହିଁକି ଏଡେ ବାହାରେ ଲେଖିଲ। ଏଟା କଥା ଅଲଗା, କିନ୍ତୁ ସୁଧାଂଶୁ ଭାଇ ତ ହଁ ଏକଲା ସବୁ କିଛି ଦେଖୁନି। ଆଜ୍ଞା। ବୁଝିପାରିଲ? କଣ ତମ ଭିତରେ କଣ ପ୍ରୋବ୍ଲେମ କଣ ହେଇଥିଲା? ସିଏ ମାନେ ମତେ ଧମକ ଦେଲେ ଫାଷ୍ଟ ଡେ ରେ, ଯୋଉ ପୁଣି ସେମାନେ ବିଜେଡି ପିଲା ଯୋଉମାନେ ଯାଇକି ତା ସାଙ୍ଗରେ ମିଶନ୍ତି, ମତେ ଉଠେଇ ନେଇଯିବେ। ମୁଁ 7 ଦିନ ନା 6 ଦିନ ୱେଟ କଲି ଯେ ମୁଁ ଗାଁକୁ ପଳେଇଥିଲି। ମୁଁ ଭୁବନେଶ୍ୱରରେ ଭିଡିଓ କରିପାରେ, ମୋର ଗାଁରେ ସେଟଅପ୍ ନାହିଁ। ମତେ ଆଜ୍ଞା ସେମାନେ 7 ଦିନ ଯାକ କମ ସେ କମ 150 ଫୋନ କରି ଶୋଧିଛନ୍ତି। ମୁଁ 7 ଦିନ ଭିତରେ ମୁଁ କହିଲି ଆରେ ଭାଇ ତମେ କାଇଁ ସେମିତି ହଉଛ, ମୁଁ ଗୋଟେ ଭିଡିଓ କରିଛି ବା। ମାନେ ଗୋଦରା ଲୋ ଗୋଡ ଦୁଶୁଛି ଲେଖିଛି, ଆଉ କଣ ଲେଖିଛି। ଲିକୁ ସାହୁ ଭଲ ଲୋକଟା ଯେ ମୁଁ ତାଙ୍କୁ କହିଲି, ମୁଁ କହିଲି ଭାଇ ମତେ ମୋ ସାଙ୍ଗେ ଲାଗନି ପ୍ଲିଜ, ତମେ ମତେ ଚିହ୍ନିନ। ମତେ ଆଜ୍ଞା ଏଇଭଳିଆ କଥାବାର୍ତ୍ତା କଲେ, ମୁଁ କଣ କରିବି? ମୁଁ ଟାର୍ଗେଟ ବନେଇଦେଲି ତାକୁ। ତମେ ତମ ୱେରେ କର, ସେଥିପାଇଁ ହୁଁ। କିଛି ମୋର ଇଏ ନାହିଁ, ବୁଝିଲ। ତମର ଭଲ ସମ୍ପର୍କ ଭାଇ ଠିକ ଅଛି, କିନ୍ତୁ ଆମର ବି ଗୋଟେ ସମ୍ପର୍କ ନିଶ୍ଚିନ୍ତ ମୁଁ ବୁଝିଲି ଯେ ମୋର ଲକ୍ଷ୍ୟ କଣ ନା, ହଁ ମୁଁ ହଁ ଲିଖୁଥାଏ ତମେ ତାକୁ ଖରାପ ମାନେ କଲ, ମୁଁ ସେଇଟା ତ ସେଥିପାଇଁ ମୁଁ ମନ୍ଦିର ବୁଝୁଛି ପଡୁନି। ଆମର ସେଇଟା ଏଇ ଚନ୍ଦାଟା ସହିତ ମୋର ବ୍ୟକ୍ତିଗତ ଶତ୍ରୁତା ବହୁତ ବଡ ଅଛି। ଆଜ୍ଞା ସେଥିପାଇଁ ଆମେ ତାହାର ବିକଳ୍ପ ହଉଛି, ଦେଖୁଥିବ ଜଣକ ଶତ୍ରୁକୁ ମାରିବା ପାଇଁ ହେଲେ ଆଉ ଗୋଟେ ମିତ୍ର ଧରିବା ପାଇଁ ପଡେ, ହୁଁ ନହେଲେ ଆମେ ପାରିବାନି। ସବୁ ଜାଗାରେ ଦେଖନ୍ତୁ, ମହାଭାରତରୁ ଆରମ୍ଭ କରି ରାମାୟଣ ପର୍ଯ୍ୟନ୍ତ। ଆଜ୍ଞା ବୁଝିପାରିଲେ କି? ହଁ ସେଥିପାଇଁ ଆମ ଲିକୁ ସାହୁ ସହିତ ମୋର ସମ୍ପର୍କ ଭଲ, କିନ୍ତୁ ଅଲଗା କଥାକୁ ନୁହେଁ। ତମେ ତମ ଲିକୁ ସାହୁ ସମ୍ପର୍କ କଣ ଖରାପ, ତମେ ତମର କାଉଣ୍ଟର କରିବ, ମୁଁ ତ ମନା କରିବି ନା ସେଥିରେ ମୁଣ୍ଡ ପୁରେଇବି। ହୁଁ ବୁଝିପାରିଲେ କି? ଆଜ୍ଞା ଆଉ ଆମ ଏଇ ନଣ୍ଡାଟାକୁ ତ ମୁଁ ତ ସଫା କରିବା ପାଇଁ ଚାହିଁଥିଲି, ସଫା କରିଦେଲି ତ ଲାଗିପାତି। ହୁଁ ଆଉ ତମର କଣ ବ୍ୟକ୍ତିଗତ କଥା, ମୁଁ ତମ କଥାରେ ଏଣ୍ଟରଫାୟାର କରିବା ପାଇଁ ବି ଚାହିଁବିନି। ଏଇଟା ତମର ବ୍ୟକ୍ତିଗତ ଅଛି, ତମେ ବି ମଣିଷଟିଏ, ତମକୁ ହୁଁ ଯାହା ଫ୍ରିଡମ ମିଳିଛି ତମେ ବି କହିପାରିବ, ଅଧିକାର ତମର ମଧ୍ୟ ଅଛି। ହୁଁ। ବୁଝିପାରିଲ? ମୋ ଜାଣିବା କଣ ଆଉ ଆବଶ୍ୟକ ଅଛି? ଲିକୁ ସାହୁ ଯୋଉ ଦମ ଦେଖଉନି, କୋଉ ଏ ଶୁଣ, ଆମ ତମେ ଲିଙ୍କ ମତେ ଟା ଏଇ ଯୋଉ କଥାଗୁଡା କହୁଛ, ତମେ ମତେ ଚ୍ୟାଲେଞ୍ଜ ଦେଲା ଭଳିଆ କଥାବାର୍ତ୍ତା ନାଇଁ କରୁଛ। ନାଇଁ କାହିଁକି ନାଇଁ ମତେ ଆପଣ ନାଇଁ ଯଦି ସେ ବିଜେପି ନେତା ହେଇକି ମୁଖ୍ୟମନ୍ତ୍ରୀ ହେଲେ ବି ମୋର କଣ ଅସୁବିଧା ହେଇଗଲା? ହଁ ନାଇଁ ବୁଝିପାରିଲେ ନାଇଁ କି? ସେଇ କଥା କହୁଛି ନା। ନାଇଁ ଆପଣ ଯୋଉ ତା କଥା ଯୋଉ କହିଲେ, ସିଏ ଯୋଉ କେସ୍ ବାସ୍ ମୋ ନାଁରେ କରେଇଦେଲା। ତମ କେସ୍ ବାସ୍ ଉପରେ ମୁଁ କଣ ତମକୁ ଜାଣିଥିଲି ନା, ଭଲ ଭାବରେ ପରିଚୟ କେବେ ହେଇଥିଲି ନା, ତମ ନାଁରେ କେସ୍ କରିବା ପାଇଁ କହିଥିଲି ନା, ମୁଁ ସେଥିରେ ପର୍ସନାଲ ଇଣ୍ଟରଫେୟାର କରିକି ମୁଁ ମୁଣ୍ଡ ପୁରଉଛି ନା କଣ କୁହ? ନାଇଁ ନାଇଁ ଠିକ ଅଛି। ଟିକେ କହିବେ ଆଉ ନେକ୍ସଟ ଟାଇମ ସେ କରିବେନି ଯେମିତି, ଟିକେ ଆମର ଭଲ ସମ୍ପର୍କ ଆଉ ମତେ ଗୋଟେ ଖରାପ ଲାଗୁଛି ଦେଖିକି। ନା ନା, ଲିକୁ ସାହୁ ଉପରେ ଆଘାତ ଆସିଲେ ମୁଁ ନ୍ୟୁଜ ଟା କରିବି, ମୁଁ ତମକୁ ଆଟାକ ନ କରିପାରେ, ତମକୁ ହଁ ବ୍ୟକ୍ତିଗତ ଆକ୍ଷେପ ନ କରିପାରେ। ଆଜ୍ଞା ବୁଝିପାରିଲେ କି? ହଁ ଶଙ୍କର ଟା ବ୍ୟକ୍ତିଗତ ମୋର ସାଙ୍ଗ, ଶଙ୍କର ଆରେଷ୍ଟ ହେଲା ବି ମୋ ଚ୍ୟାନେଲରେ ମୁଁ ନ୍ୟୁଜ କରିବି ନା କରିବିନି କୁହ? ମୁଁ ତ ନିଶ୍ଚିନ୍ତ ଖରାପ ଲୋକ ହେଇପାରେ, ମୁଁ ତ ହଁ କହିପାରିବି ତାର ଉଦ୍ଧତପଣ ପାଇଁ ସେ ଆରେଷ୍ଟ ହେଲା ବୋଲିକି। ହୁଁ 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 ବୁଝିପାରିଲ ନା ନାଇଁ? ଭଲ ପାଇବା ତମର ଅଛି ଥାଉ, ମୁଁ ଏଇଟା ଛୁଆଙ୍କୁ କହିଦେବି। କିନ୍ତୁ ତମର ଲିକୁ ସାହୁ ଶତ୍ରୁ, ମୋର ସେ ମିତ୍ର। ଆ ହଁ ଭିତରେ ହଁ ତମେ ତମ କାମରେ ଲାଗିବ, ମୁଁ ମୋ କାମରେ ଆଜ୍ଞା ଲାଗିବି। ଆଜ୍ଞା ବୁଝିପାରିଲ? ମୁଁ ତମକୁ କହିବିନି ତମେ ଆସିକି ବସ କି କମ୍ପ୍ରମାଇଜ କର କି ବୁଝାମଣା କର, ସେ କଥା ବି କେବେ ତମକୁ ମୁଁ କହିବିନି। ହୁଁ ତମେ ତମ ୱେରେ, ତମେ ଭାଇ ତମେ ତମ ବଳରେ ବଳିଆନ ନା। ଆଜ୍ଞା ସେଥିରେ ମୁଁ କିଏ ତମକୁ ମୁଣ୍ଡ ପୁରେଇବାର ଅଟକେଇବାର କିଏ ମଧ୍ୟରେ ମୋର ଅଛି କି? ଆଜ୍ଞା ଆଜ୍ଞା ହଉ ଠିକ ହଉ ଅଛି ଠିକ ଅଛି। ହଁ ହଉ। ହଁ।